ରାଧେଶ୍ୟାମ। ତ ଏହି ଅଧ୍ୟାୟରେ ଆରମ୍ଭରେ ଯୋଗେଶ୍ୱର ଶ୍ରୀକୃଷ୍ଣ କହିଲେ, ଏହି ଯୋଗକୁ ପ୍ରାରମ୍ଭରେ ମୁଁ ସୂର୍ଯ୍ୟଙ୍କ ପ୍ରତି କହିଲି। ସୂର୍ଯ୍ୟ ମନୁକୁ ଏବଂ ମନୁ ଇକ୍ଷ୍ୱାକୁ କହିଲେ। ଏହିପରି ରାଜର୍ଷିମାନେ ଜାଣିଲେ। ମୁଁ ଅର୍ଥାତ୍ ଅବ୍ୟୟ ସ୍ଥିତିରେ ଥିବା ବ୍ୟକ୍ତି କହିଲେ ମହାପୁରୁଷ ମଧ୍ୟ ଅବ୍ୟକ୍ତ ସ୍ୱରୂପଯୁକ୍ତ ହିଁ ହୋଇଥାନ୍ତି। ଶରୀର ତ ତାହାଙ୍କ ରହିବା ଗୃହମାତ୍ର। ଏପରି ଅବ୍ୟକ୍ତ ମହାପୁରୁଷଙ୍କ ବାଣୀରେ ପରମାତ୍ମା ହିଁ ପ୍ରବାହିତ ହୋଇଥାନ୍ତି। ଏପରି କୌଣସି ମହାପୁରୁଷଙ୍କ ଦ୍ୱାରା ଜଗର ସଞ୍ଚାର ସୂର୍ଯ୍ୟ ମାଧ୍ୟମରେ ହୋଇଥାଏ। ସେହି ପରମ ପ୍ରକାଶ ରୂପରେ ପ୍ରସାର ସୁର ସ୍ୱରର ଅନ୍ତରାଳରେ ହୋଇଥାଏ। ତେଣୁକରି ସୂର୍ଯ୍ୟଙ୍କୁ କହିଲେ ଶାଶ୍ୱରେ ସଞ୍ଚାରିତ ହୋଇ ସେ ସଂସ୍କାର ରୂପେ ଆସିଯାଆନ୍ତି। ସୁରାରେ ସଞ୍ଚିତ ରହିବା ପରେ ମହତା ବୁଝିଗଲେ ମନରେ ସହିବାକ୍ୟ ପ୍ରତି ଇଚ୍ଛା ଜାଗୃତ ହୋଇଥାଏ ଏବଂ ଯୋଗ କାର୍ଯ୍ୟ ରୂପୀ ନେଇଥାଏ। କ୍ରମଶଃ ଉତ୍ଥାନ କରି ଏହି ଯୋଗ ରୁଦ୍ଧି ସିଦ୍ଧି ରୂପେ ରାଜର୍ଷି ଶ୍ରେଣୀ ପର୍ଯ୍ୟନ୍ତ ପହଞ୍ଚିବା ପରେ ନଷ୍ଟ ହୋଇଯିବା ସ୍ଥିତିରେ ପହଞ୍ଚିଯାଏ। କିନ୍ତୁ ଶ୍ରୀକୃଷ୍ଣ କହନ୍ତି, ଏପରି ସ୍ଥିତିରେ ମୋର ପ୍ରିୟ ଭକ୍ତ ଓ ଅନ୍ୟାନ୍ୟ ସଖାଙ୍କୁ ମୁଁ ଅର୍ଥାତ୍ ମହାପୁରୁଷ ହିଁ ସମ୍ଭାଳି ନିଅନ୍ତି। ଅର୍ଜୁନ ପ୍ରଶ୍ନ କଲେ, ଭଗବାନ, ଆପଣଙ୍କ ଜନ୍ମ ତ ବର୍ତ୍ତମାନ ହୋଇଛି। ଯୋଗେଶ୍ୱର ଶ୍ରୀକୃଷ୍ଣ କହିଲେ, ଅବ୍ୟକ୍ତ ଅବିନାଶୀ ଅଜନ୍ମା ଏବଂ ସମ୍ପୂର୍ଣ୍ଣ ଭୂତରେ ପ୍ରବାହିତ ହେବା ପରେ ମଧ୍ୟ ଆତ୍ମମାୟା ଯୋଗ ପ୍ରକ୍ରିୟା ଦ୍ୱାରା ନିଜର ତ୍ରିଗୁଣମୟୀ ପ୍ରକୃତିକୁ ବଶରେ କରି ମୁଁ ପ୍ରକଟ ହେଉଛି। ପ୍ରକଟ ହୋଇ କ'ଣ କରନ୍ତି? ସାଧ୍ୟ ବସ୍ତୁକୁ ପରିତ୍ରାଣ ଦେବା ନିମନ୍ତେ ତଥା ଯାହାଠାରୁ ଦୂଷିତ ଉତ୍ପନ୍ନ ହୋଇଥାଏ ତାହାର ବିନାଶ ନିମନ୍ତେ ପରମ ଧର୍ମ ପରମାତ୍ମାଙ୍କ ସ୍ଥିତ କରିବା ନିମନ୍ତେ ମୁଁ ପ୍ରାରମ୍ଭରୁ ପୂର୍ତ୍ତ ପର୍ଯ୍ୟନ୍ତ ପ୍ରକଟ ହୋଇଥାଏ। ମୋର ସେହି ଜନ୍ମ ଏବଂ କର୍ମ ଦିବ୍ୟ ଅଟେ। ତାକୁ କେବଳ ତତ୍ତ୍ୱଦର୍ଶୀ ହିଁ ଜାଣିପାରିବ। ଯଦି ଠିକ୍ ଲଗନ ଥାଏ ତେବେ ଭଗବାନ କଳିଯୁଗରେ ଅବସ୍ଥାରୁ ହିଁ ଆବିର୍ଭାବ ହୋଇଯାଆନ୍ତି। କିନ୍ତୁ ପ୍ରାରମ୍ଭିକ ସାଧକ ତାହାକୁ ବୁଝିପାରି ନଥାଏ ଯେ ଏହା ଭଗବାନ କହୁଛନ୍ତି ଅଥବା ଏପରି ହିଁ ସଂକେତ ମିଳୁଛି ଆକାଶରୁ କିଏ କହୁଛନ୍ତି। ଗୁରୁ ମହାରାଜ କହୁଥିଲେ, ଯେବେ ଭଗବାନ କୃପା କରନ୍ତି ତେବେ ଆତ୍ମାରେ ରଥି ହୋଇଯାଆନ୍ତି। ସେତେବେଳେ ଖମ୍ବରୁ ବୃକ୍ଷରୁ ପତ୍ରରୁ ଶୂନ୍ୟରୁ ପ୍ରତ୍ୟେକ ସ୍ଥାନରୁ କହନ୍ତି ଏବଂ ସମ୍ଭାଳନ୍ତି। ଉତ୍ଥାନ ହୋଇ ହୋଇ ଯେତେବେଳେ ପରମ ତତ୍ତ୍ୱ ପରମାତ୍ମା ବିଦିତ ହୋଇଯାଆନ୍ତି ସେତେବେଳେ ସ୍ପର୍ଶ ସହିତ ସେ ସ୍ପଷ୍ଟ ବୁଝିପାରିଥାନ୍ତି। ତେଣୁକରି ହେ ଅର୍ଜୁନ, ମୋର ଏହି ସ୍ୱରୂପ ତତ୍ତ୍ୱଦର୍ଶୀମାନେ ଦେଖିଲେ ଏବଂ ମୋତେ ଜାଣି ତତ୍କ୍ଷଣ ମୋ ଭିତରେ ହିଁ ପ୍ରବେଶ ହୋଇଯାଆନ୍ତି। ସେମାନେ ପୁନଃ ଅବାଗମନକୁ ଆସନ୍ତି ନାହିଁ। ଏହି ପ୍ରକାରେ ସେ ଭଗବାନଙ୍କ ଆବିର୍ଭାବ ବିଧିକୁ କହିଲେ ଯେ କୌଣସି ଅନୁରାଗୀଙ୍କ ହୃଦୟରେ ହୋଇଥାନ୍ତି, ବାହ୍ୟରେ କଦାପି ନୁହେଁ। ଶ୍ରୀକୃଷ୍ଣ କହିଲେ, ମୋତେ କର୍ମ ବାନ୍ଧି ପାରିନଥାଏ ଏବଂ ମୁଁ ହସ୍ତରୁ ଯେଉଁ ମହାପୁରୁଷ ଜାଣନ୍ତି ତାଙ୍କୁ ମଧ୍ୟ କର୍ମ ବାନ୍ଧିନଥାଏ। ଏହା ବିଚାର କରି ମୁମୂଷୁ ପୁରୁଷୁ କର୍ମର ପ୍ରାରମ୍ଭ କରିଥିଲେ ଯେ ସେହି ସ୍ତରରେ ଜାଣିଲେ ଯେପରି ଶ୍ରୀକୃଷ୍ଣ ସେପରି ହିଁ ସେହି ହସ୍ତରୁ ଜାଣିଥିବା ପୁରୁଷ ତଥା ଜାଣିଗଲେ ସେହିପରି ମୁମୂଷୁ ଅର୍ଜୁନ ମଧ୍ୟ। ଯଦି ଯଜ୍ଞ କରାଯିବ ତେବେ ଏହି ଉପଲବ୍ଧି ନିଶ୍ଚିତ। ଯଜ୍ଞର ସ୍ୱରୂପକୁ କହିଲେ ଯଜ୍ଞର ପରିଣାମ ପରମତତ୍ତ୍ୱ ପରମ ଶାନ୍ତି ଅଟେ। ଏହି ଜ୍ଞାନକୁ କେଉଁଠାରେ ପାଇପାରିବା? ଏହାକୁ ପ୍ରାପ୍ତ କରିବା ନିମନ୍ତେ କୌଣସି ତତ୍ତ୍ୱଦର୍ଶୀ ପାଖରେ ଯାଇ ତାଙ୍କ ଦଣ୍ଡ ପ୍ରଣାମ କରି ଛୋଟ ବଡ଼ ସେବା କଲେ ସେହି ଜ୍ଞାନ ପ୍ରାପ୍ତ ହୋଇଥାଏ। ସେ ସେବା ଦ୍ୱାରା ମହାପୁରୁଷଙ୍କୁ ପ୍ରସନ୍ନ କର।
ସେ ତୁମକୁ ଯୋଗ ସିଦ୍ଧି ବିଧି କହିବେ। ତ ଆଗକୁ ପୁଣି ପଢ଼ିବା ଭଗବାନ କେଉଁ ବିଷୟରେ କହୁଛନ୍ତି। ଓ ଆପଣଙ୍କୁ ଭିଡ଼ିଓ ଯଦି ପସନ୍ଦ ଆସୁଛି ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିବେ। ରାଧେ ଶ୍ୟାମ।